ଦେଖୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 150ତମ ଭାଗ। ବେତାର ସମ୍ପାଦନା ଡକ୍ଟର ଦାଶରଥୀ ଦାସ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କର, ବର୍ଣ୍ଣନାରେ ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। नारायणं नमस्कृत्य नरं चैव नरोत्तमं देवीं सरस्वतीं व्यां ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवम्। परीक्षितଙ୍କ सन्देह मोचनार्थे श्री शुकदेव भगवान सूर्य कालचक्र अवस्थित रही किपरि वर्ष मास भोग करते ताहा वर्णना करिसंते। एही अंतरिक्ष प्रसंगरे मध्य चंद्रंक गति, ग्रह और नक्षत्रंक अवस्थिति आउ ध्रुवलोकर चतुर्दिगरे ज्योतिषचक्र घूर्णन वर्णना करिसंते। सुकौवाच अवनीतलर व्यवहार कहिबा शुण नृपवर शपथ भुवि बरे करी सप्त भुवन दण्डधारी अतल वितल साल तल तल जे महातल रसातल जे महिपाल सप्तमे विदित पाताल तमे अयुत योजना एक एकर जे प्रमाण बीळ स्वर्ग नाम एहार स्वर्ग अधिक सुखकर। माया विमय दैत्य जही निर्माण करी जे अछई नाना मणि रे दिव्यपुरा विचित्र वैदुर्यर घर स्वर्ग हुआति मनोहर से स्थान मान नृपवर अहि कसिरे मणिमाला जहि हराई अंधतम से भूमि अति अनुपम तहि त नाही रात्र दिन आधिर राभव नाही देहरे रोग न लगई। पुरुष युवती मानर तेणु जे सुंदर शरीर तेणु से शरीर भेदरे शरीर कांति नाही सरे जस संपद तांक तहि नित्य प्रकाश अछि जहि तहिर नर नारी मान परम मंगल भाजन श्रीहरि चक्र बिनु तहि अवस्था मृत्यु भय नाही अतळे अछि महिपाल मयर पुत्र नाम बल। ताहार माया दृढ़तरे अद्यापि संसारे प्रचरे बलासुर जृम्भणे जन्मी स्वैरिणी पुंश्चली कामिनी हाटक नामे माया रस ताहाकु पियन्ति पुरुष विलास अवलोकनरे नाना प्रकारे क्रीड़ा करे अयुत गजबल हुई तहु पुरुषर
ପ୍ରଜାପତି ସୃଷ୍ଟି ନିମନ୍ତେ ଅଛନ୍ତି ଭବାନୀ ସହିତେ ଏହାଙ୍କ ବୀର୍ଯ୍ୟୁ ଜାତ ହୋଇ ହାଟ କି ନାମେ ନଦୀ ବହି ତାର ସଂସର୍ଗୁ ଜାତ ହୋଇ ସୁବର୍ଣ୍ଣ ହାଟ କବলাই ଅସୁରଙ୍କର ବଧୂଗଣ ତାହାକୁ କରନ୍ତି ଭୂଷଣ ବିରୋଚନଙ୍କ ପୁତ୍ର ବଳି ଅଛନ୍ତି ସୁତଳରେ ମିଳି ଉଦାର ଶ୍ରବା ପୁଣ୍ୟ ଶ୍ଲୋକ ଯାହାକୁ ବୋଲନ୍ତି ତ୍ରିଲୋକ ତାହାର ଅଧୋଦେଶେ ଯେହି ତଳ ତଳ ନାମ ବୋଲାଇ ମୟଦାନ ବଜେ ପୂର୍ବରେ ଦ୍ରୋହ ଚିନ୍ତିଲା ଚକ୍ର ଧରେ ସପୁର ତ୍ରୟ ଦଗ୍ଧ କଲା ତେଣୁ ସେ ବରକୁ ଲଭିଲା ମାୟା ବିମାନଙ୍କର ବର ଐଶ୍ୱର୍ଯ୍ୟ ଲଭି ସେ ଅସୁର ଅଭୟ ବରକୁ ସେ ପାଇ ତଳା ତଳରେ ଯେ ଅଛଇ ସୁଦର୍ଶନ ଚକ୍ର ଡରେ ଶରଣ ପଶିଲା ଶମ୍ଭୁରେ ସେ ଭୟ ତାର ଦୂର କରି ରଖେ ଶିବ ଶୂଳଧାରୀ ନିର୍ଭୟ ହୋଇ ସେ ଦାନବ ସେ ସ୍ଥଳେ ଭୁଞ୍ଜଇ ବିଭବ ତାହାର ଅଧୋଭାଗ ଦେଶେ ମହାତଳ ପୁର ପ୍ରକାଶେ ତହିଁରେ ନାନା ନାଗ ଆଦି କ୍ରୋଧବଶ ନାମ ପ୍ରସିଦ୍ଧି କୁହକ କାଳୀୟ ସୁଷେଣ ତକ୍ଷକ ପ୍ରଧାନ ଏମାନ ସୁଦୀର୍ଘ କାୟ ବଳବନ୍ତ ତହିଁ ଅଛନ୍ତି ପରୀକ୍ଷିତ ତାହାର ତଳେ ମହିପାଳ ଯେପୁର ନାମ ରସାତଳ ଦୈତ୍ୟ ଦାନବ ପତିମାନ କବଚ କାଳେ ଅହିରଣ୍ୟ ଅତ୍ୟନ୍ତ ବଳବନ୍ତ ହୁଅନ୍ତି ଦେବଙ୍କ ଦ୍ରୋହ ସେ ଚିନ୍ତନ୍ତି ତାହାର ତଳେ ଟିପାତା ତହିଁ ଅଛନ୍ତି ନାଗବଳ ବାସୁକି ଆଦି ନାଗବଳ ଶଙ୍ଖ କୁଳିକ ଯେ କମ୍ବଳ ମହାଶଙ୍ଖ ଯେ ଆରାଶ୍ଵେତ ଧନଞ୍ଜୟ ଯେ ଦେବଦତ୍ତ ଧୃତ ରାଷ୍ଟ୍ର ଯେ ସଙ୍ଗଚୂଡ଼ ଯେ ମହାଭୋଗୀ ଅଶ୍ୱତର ଏ ଯେତେ ମହାଭୋଗୀ ମାନେ ବସନ୍ତି ପାତାଳ ଭୁବନେ ପଞ୍ଚମ ସ୍କନ୍ଧେ ବର୍ଣ୍ଣନ ସୁଜନେ ସାବଧାନେ ଶୁଣ କୃଷ୍ଣ ଚରଣେ ମନ ଦିଅ ସୁଜନେ ନିତ୍ୟ ଏହା ଗାଅ କୃଷ୍ଣ ପଦାର ବିନ୍ଦ ରସ ସ୍ନେହରେ କର ଏହା ଗ୍ରାସ କହି ଜଗନ୍ନାଥ ଦାସ ଶ୍ରୀ ଭାଗବତ ସୁଧାରସ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ପଞ୍ଚମ ସ୍କନ୍ଧେ ରାହୁଆଦି ସ୍ଥିତି ବିଳ ସ୍ୱର୍ଗ ମର୍ଯ୍ୟାଦା ନିରୂପଣମ୍ ନାମ ଚତୁର୍ବିଂଶୋ ଅଧ୍ୟାୟ। ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 150ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ମହାପ୍ରସାଦ କର, ଦୁଃଖୀଶ୍ୟାମ ତ୍ରିପାଠୀ, ମହାପାତ୍ର ମିନତୀ ଭଞ୍ଜ ଏବଂ ଶୈଳଭାମା ମହାପାତ୍ର। ବେତାର ସମ୍ପାଦନା କରିଥିଲେ ଡକ୍ଟର ଦାଶରଥୀ ଦାସ। ସଙ୍ଗୀତ ପରିଚାଳନା ପୁଲକର। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।